ସକାଳୁ ସକାଳୁ ବାହାରି ପଡ଼ିଲୁ ଅଢ଼ଙ୍ଗଗଡ଼ର ପୁରୁଣା ଶିବ ମନ୍ଦିର ପଶ୍ଚିମେଶ୍ୱର ମହାଦେବ। ବହୁ ପୁରୁଣା ଶିବ ମନ୍ଦିରଟି 700ରୁ 800 ବର୍ଷ ତଳର ଅନୁମାନ କରାଯାଏ। ଆଉ ପଥର ଓ ବଡ଼ ବଡ଼ ଇଟାରେ ତିଆରି। ସେତେବେଳର ରାଜା ରଘୁରାମ ଚମ୍ପତିରାୟ ଏହି ମନ୍ଦିର ନିର୍ମାଣ କରିଥିଲେ କିମ୍ବା ତାଙ୍କ ପୂର୍ବଜମାନେ ନିର୍ମାଣ କରିଥିଲେ। ମନ୍ଦିରରେ ମହାଦେବ ପଶ୍ଚିମମୁଖା ହୋଇଥିବାରୁ ପ୍ରଭୁ ଏଠାରେ ପଶ୍ଚିମେଶ୍ୱର ମହାଦେବ ନାମରେ ପୂଜା ପାଆନ୍ତି। କୁହାଯାଏ ମହାଦେବ ଏଠାରେ ବହୁ ପ୍ରତାପୀ ଓ ରାଗି। କିଛି ଅନ୍ୟାୟ ଅଧିଚାର କଲେ ସାଙ୍ଗେ ସାଙ୍ଗେ ଦୋଷୀକୁ ଦଣ୍ଡ ଦିଅନ୍ତି। ଏହି ମନ୍ଦିର ଅଢ଼ଙ୍ଗଗଡ଼ ରାଜାଙ୍କ ମୂଳ ମନ୍ଦିର। ରାଜାଙ୍କୁ ସ୍ୱପ୍ନାଦେଶ ପରେ ରାଜା ରଘୁରାମ ଚମ୍ପତିରାୟ ଅଢ଼ଙ୍ଗରେ ଆଉ ଏକ ଶିବ ମନ୍ଦିର ନିର୍ମାଣ କଲେ, ଯାହା ନୀଳକଣ୍ଠେଶ୍ୱର ମହାଦେବ ନାମରେ ସର୍ବବିଦିତ, ଯେଉଁଠି ମା ସୁଭଦ୍ରାଙ୍କ ଦାରୁ ମିଳିଥିଲା। ଏଠାରୁ ଆଜ୍ଞାମାଳ ଗଲେ ନୀଳକଣ୍ଠେଶ୍ୱର ମନ୍ଦିରରେ ମହାଶିବରାତ୍ରିରେ ମହାଦୀପ ଉଠେ। ଆଉ ପଞ୍ଚସଖା ଯଶୋବନ୍ତ ଗାଦିଙ୍କ ପାଖକୁ ପଶ୍ଚିମେଶ୍ୱରଙ୍କ ଆଜ୍ଞାମାଳ ଗଲାପରେ ଓଢ଼ଣ ଷଷ୍ଠୀରେ ସବୁ କାର୍ଯ୍ୟକ୍ରମ ଆଗକୁ ବଢ଼େ। ଜଗତସିଂହପୁର ବିଡି ବ୍ଲକ ଅଢ଼ଙ୍ଗଗଡ଼ ଗ୍ରାମରେ କିମ୍ବଦନ୍ତୀପୂର୍ଣ୍ଣ ପଶ୍ଚିମେଶ୍ୱର ଶିବ ମନ୍ଦିରଟି ଅବସ୍ଥିତ। ସମୟ ମିଳିଲେ ଦର୍ଶନ ପାଇଁ ନିହାତି ଆସନ୍ତୁ। ଫୁଲ୍ ଭିଡ଼ିଓ ସୂର୍ଯ୍ୟ ମନ୍ଦିର ଟ୍ରାଭେଲର ୟୁଟ୍ୟୁବରେ ଦେଖିପାରିବେ। ଜଗତସିଂହପୁର ଅନ୍ୟ ସବୁ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଥିଲେ ଫଲୋ କରିଦିଅନ୍ତୁ। ହର ହର ମହାଦେବ।